ଈଶ୍ୱରଙ୍କର ବାକ୍ୟ କ'ଣ ଅଛି? ବୀଜ ସ୍ୱରୂପ ଅଟେ। ହାଲେଲୁୟା। ଏ ବୀଜ ଯେତେବେଳେ ଆପଣଙ୍କର ହୃଦୟରେ ବୁଣାଯିବ, ଯଦି ବାଇବେଲ ଲେଖାଯାଏ ଗୋଟେ ବୁଣାଳି ଯେତେବେଳେ ବୁଣିବା ପାଇଁ ବାହାରୁଛି, କିଛି ବୀଜ କ'ଣ କରୁଛି? ରାସ୍ତା କଡ଼ରେ, କିଛି ପଥୁରିଆ ଭୂଇଁରେ, କିଛି କଣ୍ଟା ବୁଦାରେ ଏବଂ କିଛି କ'ଣ କରୁଛି? ମାନେ ଉର୍ବର ମାଟିରେ ପଡ଼ିଲା। ହାଲେଲୁୟା। ଯେଉଁ ବିଷୟ ରାସ୍ତା ଉପରେ ପଡ଼ିଥିଲା ତାକୁ ପକ୍ଷୀମାନେ ଆସିକରି କ'ଣ କଲେ? ନେଇକି ଚାଲିଗଲେ। ଯେଉଁ ବିଷୟ ପଥର ଉପରେ ପଡ଼ିଥିଲା, ଯେଉଁ ବୀଜ ପଥର ଉପରେ ପଡ଼ିଥିଲା, ପଥର ଉପରେ ଯେତେବେଳେ ପଡ଼ିଲା, ଅଳ୍ପ ମାଟି ଅଳ୍ପ ପଥର ଥିଲା, ଯଦ୍ୱାରା ସେ କ'ଣ ହେଲେ? ପରମେଶ୍ୱରଙ୍କର ବାକ୍ୟକୁ ସେ ଶୁଣିକରି କ'ଣ ହେଲେ? ଫଳବନ୍ତ ହେବା ପାଇଁ, ହାଲେଲୁୟା, ଫଳବନ୍ତ ହେବା ପାଇଁ ସେ ବୃକ୍ଷ କ'ଣ ହେଲା? ଜୀବିତ ହେଲା। କିନ୍ତୁ ସେ ପଥୁରିଆ ଭୂଇଁରେ ଯଦ୍ୱାରା ହେଇଥିଲା, ଯଦ୍ୱାରା ସେଠି ସେ ମାଟିକୁ ସେ ଧରି ପାରିଲା ନାହିଁ, ସେ ମାଟିରେ ସେ ଉର୍ବରତା ହେଇପାରିଲା ନାହିଁ, ଯଦ୍ୱାରା ସେ ପଥୁରିଆ ଭୂଇଁରେ ଯୋଉଟା ଥିଲା